ବର୍ଷ ଆରମ୍ଭରୁ ଦୁର୍ଘଟଣା। କେନ୍ଦ୍ରାପଡ଼ା ଦୁରିଆ ନିକଟସ୍ଥ ମରରପୁରଠାରେ ଘଟିଯାଇଛି ଏକ ସଡ଼କ ଦୁର୍ଘଟଣା। ସୂଚନା ମୁତାବକ 5 ନମ୍ବର କ ଜାତୀୟ ରାଜପଥ ପାରାଦୀପ ଚଣ୍ଡିଗୋଲ ରାସ୍ତାରେ ପାରାଦୀପରୁ ଫେରୁଥିବା 7 ଯାତ୍ରୀ ନେଇ ଫେରୁଥିବା ଏକ ବୋଲେରୋ ଗାଡ଼ିକୁ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍ ଗାଡ଼ିଟି ସାମ୍ନା ପଟରୁ ଧକ୍କା ଦେଇଥିଲା। ଫଳରେ ବୋଲେରୋରେ ଥିବା ସମସ୍ତ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ତେବେ ଘଟଣାସ୍ଥଳରେ ପ୍ରତ୍ୟକ୍ଷଦର୍ଶୀ ବାବାମଣି ଗ୍ରୁପର ଏମ୍ଡି ଉଲ୍ଲାସ ଚନ୍ଦ୍ର ନାୟକ, ରାଜେଶ ରଞ୍ଜନ ସାମଲ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ସମସ୍ତ ଗୁରୁତର ଆହତ ହୋଇଥିବା ଯାତ୍ରୀମାନଙ୍କୁ ନିଜ ଗାଡ଼ିରେ କେନ୍ଦ୍ରାପଡ଼ା ମେଡିକାଲରେ ପହଞ୍ଚାଇଥିଲେ। ସେଠାରେ ତାଙ୍କର ତୁରନ୍ତ ଚିକିତ୍ସା କରାଯାଇଥିଲା। ଅନ୍ୟପଟେ 5 ନମ୍ବର କ ଜାତୀୟ ରାଜପଥ ଶ୍ୟାମସୁନ୍ଦର କଡ଼ା ନିକଟରେ ଯୁବକଙ୍କର ସନ୍ଦେହଜନକ ଦୁର୍ଘଟଣା। ସେହି ସ୍ଥାନ ଦେଇ ଯାଉଥିବା ବାଦଲ ମହାନ୍ତି ବ୍ୟକ୍ତିଙ୍କୁ ଦେଖିଥିଲେ ଏବଂ ବ୍ୟକ୍ତିଙ୍କୁ ପ୍ରଥମେ ସଦର ଥାନା ଏବଂ ପରେ ବାବାମଣି ଗ୍ରୁପ ଏମ୍ଡି ଉଲ୍ଲାସ ଚନ୍ଦ୍ର ନାୟକଙ୍କ ଗାଡ଼ି ଯୋଗେ କେନ୍ଦ୍ରାପଡ଼ା ମେଡିକାଲରେ ପହଞ୍ଚାଇଥିଲେ। ସେଠାରେ ତାଙ୍କର ତୁରନ୍ତ ଚିକିତ୍ସା କରାଯାଇଥିଲା।